ସମସ୍ତଙ୍କୁ ଏଡିଏସ୍ ନଲେଜ୍ ପଏଣ୍ଟରେ ସ୍ୱାଗତ ସହ ମୁଁ ଆପଣଙ୍କର ପ୍ରିୟ ଟିକେ ସାର୍। ଦେଖନ୍ତୁ ପିଲାମାନେ, ଓଡ଼ିଶା ହୋମଗାର୍ଡ଼ ଗଞ୍ଜାମ ଜିଲ୍ଲା ତରଫରୁ ଅଫିସିଆଲ ନୋଟିସଟି ଆସିଛି, ଯେଉଁଥିରେ ସେହି ଜିଲ୍ଲାର ହୋମଗାର୍ଡ଼ର ରେଜଲ୍ଟ ଆସିଯାଇଛି। ଆମେ ଡିଟେଲ୍ ଜାଣିବା, ତାପରେ ପିଲାମାନେ କ'ଣ କରିବେ, କେମିତି ଟ୍ରେନିଂ ନେବେ, କେଉଁଠି ଟ୍ରେନିଂ ନେବେ, ସେ ବିଷୟରେ ପୁରା ଡିଟେଲ୍ ଆଲୋଚନା କରିବା। ଆଲୋଚନା କରିବା ପୂର୍ବରୁ ଯେଉଁମାନେ ନୂଆ କରିକି ଆସିଛନ୍ତି ସେମାନେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ, ତା ସହିତ ବେଲ୍ ଆଇକନ୍ର ଅଲ୍ ନୋଟିଫିକେସନ୍ ଅନ୍ କରିଦେବେ। ବୁଝିହେଲା ପିଲାମାନେ? କାହିଁକିନା ମୁଁ ଅଲ୍ ଜବ୍ ରିଲେଟେଡ଼୍ ନୋଟିଫିକେସନ୍, ନଲେଜେବୁଲ୍ ଭିଡ଼ିଓ ଏବଂ ଏକ୍ଜାମ୍ ଆନାଲିସିସ୍ ଭିଡ଼ିଓ ଏହି ଚ୍ୟାନେଲ୍ ମାଧ୍ୟମରେ ପ୍ରୋଭାଇଡ଼ କରିଥାଏ। ତେଣୁକରି ଭିଡ଼ିଓ ଛାଡ଼ୁ ଛାଡ଼ୁ ସିଧାସଳଖ ଆପଣମାନଙ୍କର ମୋବାଇଲକୁ ନୋଟିଫିକେସନ୍ଟି ଚାଲିଯିବ ପିଲାମାନେ। ବୁଝିହେଲା? ତେଣୁକରି କିଛି ଅସୁବିଧା ହେବ ନାହିଁ, ଡରିବାର କିଛି ନାହିଁ ପିଲାମାନେ। ବୁଝିପାରିଲେ? ତେଣୁକରି ବିଳମ୍ବ ନ କରି ଚାଲନ୍ତୁ ଆରମ୍ଭ କରିବା। ହେଲା, ଦେଖିପାରୁଛନ୍ତି ପିଲାମାନେ, ଏ ହେଉଛି ଓଡ଼ିଶା ହୋମଗାର୍ଡ଼ ଡିଷ୍ଟ୍ରିକ୍ଟ ହେଡ଼କ୍ୱାର୍ଟର ଗଞ୍ଜାମର ଛତ୍ରପୁର ଠାରୁ ଆପଣମାନଙ୍କର ନୋଟିସଟି ଆସିଛି। ସେଇଥିରେ ଗଞ୍ଜାମ ଜିଲ୍ଲାର ସର୍ବମୋଟ 135ଟି ଯେଉଁ ହୋମଗାର୍ଡ଼ ପାଇଁ 3 ବର୍ଷିଆ କଣ୍ଟ୍ରାକ୍ଚୁଆଲ ବେସିସ୍ର ଚାକିରି ଯେଉଁ ଆସିଥିଲା ତାର ରେଜଲ୍ଟ ଆସିଯାଇଛି ପିଲାମାନେ। ଚାଲନ୍ତୁ ସେ ବିଷୟରେ ପୁରା ଟିକିନିକି କରି ଡିଟେଲ୍ ଆମେ ଜାଣିବା। ବୁଝିହେଲା? ଦେଖନ୍ତୁ ପିଲାମାନେ, ଯେଉଁମାନେ ସିଲେକ୍ସନ୍ ପାଇଛନ୍ତି ସେମାନଙ୍କୁ ମୋ ତରଫରୁ ଅନେକ ଅନେକ ଶୁଭେଚ୍ଛା, ଅଭିନନ୍ଦନ, କଂଗ୍ରାଚୁଲେସନ୍ସ ପିଲାମାନେ। ସେମାନେ କ'ଣ କରିବେ, ତାଙ୍କର ରେଜଲ୍ଟ ବାହାରି ସାରିଲା ପରେ ନିକଟସ୍ଥ ଥାନାରେ ସେମାନେ ରିପୋର୍ଟିଂ କରିବେ। ଆଉ କ'ଣ କରିବେ, 27 ତାରିଖ ଗଞ୍ଜାମ ଜିଲ୍ଲାର ହୋମଗାର୍ଡ଼ର ହେଡ଼କ୍ୱାର୍ଟର ଛତ୍ରପୁରଠାରେ ସେମାନେ ରିପୋର୍ଟିଂ କରିବେ। ଓକେ, ଦେନ୍ ତାଙ୍କୁ ସେଇ ଥାନାରେ ଆପଣମାନଙ୍କର ଜଏନିଂ ଲେଟରଟିଏ ଦେବେ। ଦେନ୍ ସେଇଥିରେ ଆପଣମାନଙ୍କର ଡିଟେଲ୍ ଡେସ୍କ୍ରିପସନ୍ ହେଇକି ରହିଥିବ ଯେ କେବେ ଆପଣମାନଙ୍କର ଟ୍ରେନିଂ ଦିଆଯିବ, କେଉଁଠି ଟ୍ରେନିଂ ନେବେ, କେମିତି ଟ୍ରେନିଂରେ ସବୁ ରହିବ, ସେସବୁ ଅଟୋମେଟିକ୍ ଆପଣମାନେ ଜାଣିଯିବେ। ହେଲା, ମୁଁ ପୂର୍ବରୁ କେଉଁଝର ଜିଲ୍ଲାମାନଙ୍କରେ ବା ଅନ୍ୟାନ୍ୟ ଜିଲ୍ଲାମାନଙ୍କରେ କେମିତି ଟ୍ରେନିଂ ନେଉଥିଲେ, କେତେ ଦିନ ପରେ ଟ୍ରେନିଂକୁ ଯାଉଥିଲେ, କ'ଣ କ'ଣ ସବୁ ଜିନିଷ ନେଉଥିଲେ, ସେ ବିଷୟରେ ମୁଁ ଡିଟେଲ୍ ଆପଣମାନଙ୍କୁ ଆଲୋଚନା କରିଦେଇଥିଲି। ଏଇଥିରେ ମଧ୍ୟ ସେମ୍ ପ୍ରୋସିଜର ରହିଛି ପିଲାମାନେ। ତେଣୁକରି କିଛି ଓରିଡ୍ ହେବାର ନାହିଁ, ଆପଣମାନେ ସେଇ ଭିଡ଼ିଓକୁ ନିଶ୍ଚୟ ଦେଖିନିଅନ୍ତୁ। ଏହି ଚ୍ୟାନେଲର ହୋମଗାର୍ଡ଼ ପ୍ଲେଲିଷ୍ଟରେ ସେ ଭିଡ଼ିଓ ମଧ୍ୟ ରହିଛି, ଆପଣମାନେ ସର୍ଚ୍ଚ କରି ମଧ୍ୟ ତାକୁ ଦେଖିନେବେ। ଓକେ, ଚାଲନ୍ତୁ ପିଲାମାନେ, ବର୍ତ୍ତମାନ ଆମେ ସେଇ 135 ଜଣ ଯେଉଁ ଭଲେଣ୍ଟିୟର ଭାବରେ ହୋମଗାର୍ଡ଼କୁ ସିଲେକ୍ସନ୍ କରିଛନ୍ତି ତାଙ୍କର ମେରିଟ୍ ଲିଷ୍ଟକୁ ଆମେ ଚେକ୍ କରିବା। ଦେଖନ୍ତୁ, ସିରିଏଲ୍ ନମ୍ବର 1 ଯେଉଁଥିରେ ତାଙ୍କର ରୋଲ୍ ନମ୍ବର ରହିଛି 1120 କ୍ୟାଣ୍ଡିଡେଟ୍, ତାଙ୍କର ନାଁ ହେଉଛି ସୁଧାକର ସ୍ୱାଇଁ। ବୁଝିପାରିଲେ ପିଲାମାନେ? ସେ ଜେନେରାଲ ଡ୍ୟୁଟିରେ ସିଲେକ୍ସନ୍ ପାଇଛନ୍ତି। ସେମିତିକା ଆପଣମାନେ ସିରିଏଲ୍ ନମ୍ବର 2ରେ ମଧ୍ୟ ଦେଖିପାରୁଥିବେ ସମୀର ଜେନା, ସେ ମଧ୍ୟ ଜେନେରାଲ ଡ୍ୟୁଟିରେ ସିଲେକ୍ସନ୍ ପାଇଛନ୍ତି। ଆପଣମାନେ ନିଜର ନାଁକୁ ମଧ୍ୟ ଏଇ ଜାଗାରେ ଚେକ୍ କରିନେବେ। ବୁଝିଗଲେ? ସେହିପରିକା ଆପଣମାନଙ୍କର 10 ନମ୍ବରରେ ମଧ୍ୟ ଦେଖିପାରୁଥିବେ ଅର୍ପିତା ସେଠୀ, ସେ ମଧ୍ୟ ଜେନେରାଲ ଡ୍ୟୁଟି କ୍ୟାଟେଗୋରିରେ ସିଲେକ୍ସନ୍ ପାଇଛନ୍ତି। ଆପଣମାନେ ନିଜ ନିଜ ନାଁକୁ ମଧ୍ୟ ଚେକ୍ କରିନେବେ। ଆଉ ଏହି PDFକୁ ପାଇବା ପାଇଁ ହେଲେ ଆମର ଟେଲିଗ୍ରାମ ଚ୍ୟାନେଲ୍ ଏଡିଏସ୍ ନଲେଜ୍ ପଏଣ୍ଟ ସେଇଥିରେ ଜଏନ୍ କରିନେବେ। ସେଇ ଟେଲିଗ୍ରାମର ଲିଙ୍କ୍ ମଧ୍ୟ ମୁଁ ଡେସ୍କ୍ରିପସନ୍ ବକ୍ସରେ ପିନ୍ କରିଦେଇଥିବି, ଆପଣମାନେ ତାକୁ ଜଏନ୍ କରିକି ଡାଉନଲୋଡ଼ କରିନେବେ। ବୁଝିହେଲା? ଆଉ ଯଦି ବି କିଛି ଡାଉଟ୍ ଥାଏ ତାହେଲେ ମୋର ଟେଲିଗ୍ରାମ ଗ୍ରୁପ୍ ଡିକେ ସାର୍ ଓଡ଼ିଶା ସେଇଥିରେ ମଧ୍ୟ ଜଏନ୍ କରିବେ, ଡିଟେଲ୍ ମୋ ସହିତ କଥା ହେଇପାରିବେ। ଅଲ୍ ଟାଇପ୍ସ ଅଫ୍ ଡିସ୍କସନ୍ ସେଇଥିରେ ହୋଇଥାଏ, ତା ସହିତ ସେଥିରେ PDF ମଧ୍ୟ ମୁଁ ପ୍ରୋଭାଇଡ଼ କରିଥାଏ। ଓକେ, ତେଣୁକରି ଏହି PDFକୁ ସେଇ ଜାଗାରେ ଆପଣମାନେ ଡାଉନଲୋଡ଼ କରିନେବେ। ବୁଝିଗଲେ? ଓକେ ପିଲାମାନେ, ସେଇଭଳି ଆପଣମାନେ ଦେଖୁଥିବେ 37 ସିରିଏଲ୍ ନମ୍ବରରେ ଅଛନ୍ତି 6623 ରୋଲ୍ ନମ୍ବର କ୍ୟାଣ୍ଡିଡେଟ୍, ଯିଏକି ମିଥୁନ ବେହେରା, ସେ ଜେନେରାଲ ଡ୍ୟୁଟି କ୍ୟାଟେଗୋରିରେ ସିଲେକ୍ସନ୍ ପାଇଛନ୍ତି। ଆପଣମାନେ ତାଙ୍କର ପୁରା ଡିଟେଲ୍ ଆଡ୍ରେସ୍ ମଧ୍ୟ ପାଇପାରିବେ। ଓକେ, ଆମେ ଆଲୋଚନା କରୁଛେ ଜେନେରାଲ ଡ୍ୟୁଟି କ୍ୟାଟେଗୋରିର କ୍ୟାଣ୍ଡିଡେଟ୍ ମାନଙ୍କର ମେରିଟ୍ ଲିଷ୍ଟକୁ। ଓକେ ପିଲାମାନେ, ଟିକେ ଲକ୍ଷ୍ୟ କରିବେ, ବର୍ତ୍ତମାନ ଆମେ ଯିବା 56 ନମ୍ବର ସିରିଏଲ୍ ନମ୍ବରକୁ। ସେଇଥିରେ ଅଛନ୍ତି 1314 ରୋଲ୍ ନମ୍ବର, ଯାହାର ନାଁ ହେଉଛନ୍ତି ସିଦ୍ଧାନ୍ତ ଗୁରୁ, ଯିଏକି କମ୍ପ୍ୟୁଟର ଟ୍ରେଡ୍ରେ ସେ ସିଲେକ୍ସନ୍ ପାଇଛନ୍ତି। ବୁଝିହେଲା? ତେଣୁକରି ଜେନେରାଲ ଡ୍ୟୁଟି ଆମର 55 ଜଣ ସିଲେକ୍ସନ୍ ପାଇଛନ୍ତି ପିଲାମାନେ ଗଞ୍ଜାମ ଜିଲ୍ଲା ତରଫରୁ। ତେଣୁକରି ଆପଣମାନେ ଦେଖୁଛନ୍ତି 56 ନମ୍ବର ସିରିଏଲ୍ରୁ କମ୍ପ୍ୟୁଟର ଟ୍ରେଡ୍ରେ ସିଲେକ୍ସନ୍ ପାଇଥିବା କ୍ୟାଣ୍ଡିଡେଟ୍, ତାଙ୍କର ନାଁକୁ ମଧ୍ୟ ଆପଣମାନେ ଚେକ୍ କରିନେବେ। ଯଦି ଆପଣମାନଙ୍କର କେହି ଚିହ୍ନା ପରିଚୟର ଥିବେ ବା ନିଜର ବନ୍ଧୁ ଥିବେ ବା ନିଜର ଗାଁ ପାଖର ଲୋକ ଥିବେ, ତାଙ୍କୁ ମଧ୍ୟ ନିଶ୍ଚୟ ସେୟାର କରିକି ଏ ଭିଡ଼ିଓକୁ ଜଣାଇବେ। ବୁଝିଗଲେ? ଦେଖନ୍ତୁ 70 ନମ୍ବରରେ ସୋନାଲି ସ୍ୱାଇଁ, ଯିଏକି ଫିମେଲ୍ ମଧ୍ୟ କମ୍ପ୍ୟୁଟର ଟ୍ରେଡ୍ରେ ସିଲେକ୍ସନ୍ ପାଇଛନ୍ତି, ତାଙ୍କର ରୋଲ୍ ନମ୍ବରକୁ ମଧ୍ୟ ଆପଣମାନେ ଚେକ୍ କରିନିଅନ୍ତୁ। ହେଲା, ଦେନ୍ ଆମେ ଦେଖିବା ସିରିଏଲ୍ ନମ୍ବର 96, ଯାହାର ରୋଲ୍ ନମ୍ବର ହେଉଛି 2590, ସେ ହେଉଛନ୍ତି ସନ୍ତୋଷ କୁମାର ବେହେରା, ଯିଏକି ମେରାଇନ୍
ହୋମଗାର୍ଡ଼ ପାଇଁ ସିଲେକ୍ସନ୍ ପାଇଛନ୍ତି ବୁଝିହେଲା। ତେଣୁକରି ଆମର 96 ନମ୍ବର ସିରିଏଲ୍ ପାଖରୁ ଆପଣମାନଙ୍କର ମେରାଇନ୍ ହୋମଗାର୍ଡ଼ ପାଇଁ ସିଲେକ୍ସନ୍ ହେଇଯାଉଛି। ତେଣୁକରି 96 ସିରିଏଲ୍ ପର ପାଖରୁ ଆପଣମାନେ ମେରାଇନ୍ ହୋମଗାର୍ଡ଼ ପାଇଁ ଦେଖିନେବେ। ଯାହାର ଲିଷ୍ଟରେ ନାଁ ଅଛି ସେମାନଙ୍କୁ ଅନେକ ଅନେକ ଶୁଭେଚ୍ଛା। ବୁଝିପାରିଲେ ନା ପିଲାମାନେ। ତେଣୁକରି ମେରାଇନ୍ ପାଇଁ ଆପଣମାନଙ୍କର ମେଲ୍ କ୍ୟାଣ୍ଡିଡେଟ୍ମାନଙ୍କର ବହୁତ ଅପରଚ୍ୟୁନିଟି ରହିଥିଲା, ସେମାନେ ମଧ୍ୟ ତାର ଫାଇଦା ଉଠେଇଛନ୍ତି। ଦେନ୍ ଆମେ ଦେଖିବା ସିରିଏଲ୍ ନମ୍ବର 111 ଯେଉଁ କ୍ୟାଣ୍ଡିଡେଟ୍ଙ୍କର ରୋଲ୍ ନମ୍ବର ହେଉଛି 1157 ଚନ୍ଦନ କୁମାର ପଣ୍ଡା। ବୁଝିପାରିଲେ ନା ପିଲାମାନେ। ତେଣୁକରି ଚନ୍ଦନ କୁମାର ପଣ୍ଡା ସେ ହେଉଛନ୍ତି 111 ନମ୍ବର ସିରିଏଲ୍ ନମ୍ବର। ସେଇ ପାଖରୁ ତାଙ୍କର ଡ୍ରାଇଭର କ୍ୟାଟେଗୋରୀର ହୋମଗାର୍ଡ଼ ପାଇଁ ସିଲେକ୍ସନ୍ ହେଇଛନ୍ତି। ସଞ୍ଜୟ, ନୀଳାଚଳ, ଭୋଳାନାଥ ଏମାନେ ସବୁ ସିଲେକ୍ସନ୍ ପାଇଛନ୍ତି ଡ୍ରାଇଭର ଟ୍ରେଡ୍ ପାଇଁ। ତେଣୁକରି ସେମାନଙ୍କୁ ମଧ୍ୟ ଅନେକ ଅନେକ ଶୁଭେଚ୍ଛା। ଦେନ୍ ଆପଣ ଦେଖୁଥିବେ ସିରିଏଲ୍ ନମ୍ବର 121 ଯେଉଁଥିରେ 1573 ରୋଲ୍ ନମ୍ବର ରହିଛି ସନ୍ନ୍ୟାସୀ ଦାସ, ସେ ହେଉଛନ୍ତି କୁକ୍ ପାଇଁ ସିଲେକ୍ସନ୍ ହେଇଛନ୍ତି। ତେଣୁକରି କୁକ୍ ପାଇଁ 121 ସିରିଏଲ୍ ନମ୍ବର ପର ପାଖରୁ ପିଲାମାନେ ରହିଛନ୍ତି। ଓକେ। ଦେନ୍ ଆପଣ ଦେଖୁଥିବେ 127 ସିରିଏଲ୍ ନମ୍ବରରେ ତାଙ୍କର ରୋଲ୍ ନମ୍ବର ହେଉଛି 1114 ଯିଏକି ଶ୍ରୀହରି ପ୍ରଧାନ ଇଲେକ୍ଟ୍ରିସିଆନ୍ ଟ୍ରେଡ୍ ପାଇଁ ସିଲେକ୍ସନ୍ ପାଇଛନ୍ତି ପିଲାମାନେ। ତେଣୁକରି ଇଲେକ୍ଟ୍ରିସିଆନ୍ ପାଇଁ 2 ଜଣ ସିଲେକ୍ସନ୍ ପାଇଛନ୍ତି। ଗୋଟେ ହେଉଛି କ୍ଷେତ୍ରମୋହନ ସାହୁ, ଆଉ ଜଣେ ହେଉଛନ୍ତି ମୁଁ ଆପଣମାନଙ୍କୁ ଆଲୋଚନା କରିଦେଇଛି ଶ୍ରୀହରି ପ୍ରଧାନ ଇଲେକ୍ଟ୍ରିସିଆନ୍ ପାଇଁ ସିଲେକ୍ସନ୍ ପାଇଛନ୍ତି। ଦେନ୍ ଆପଣମାନେ ଦେଖିପାରୁଥିବେ 129 ସିରିଏଲ୍ ନମ୍ବରରେ ସିଏ ହେଲା ସାହିଲ ନାୟକ ହାଉସ୍ କିପିଂ ପାଇଁ ମଧ୍ୟ ସିଲେକ୍ସନ୍ ପାଇଛନ୍ତି 2 ଜଣ, ଆଉ ଜଣେ ହେଉଛନ୍ତି କାଲିଆ କାହ୍ନୁ। ଠିକ୍ ସେମିତିକା 131 ସିରିଏଲ୍ ନମ୍ବରରେ ଦେଖିପାରୁଥିବେ ଶିବ ବେହେରା ଯିଏକି ଆମର ଲଣ୍ଡ୍ରି ପାଇଁ ସିଲେକ୍ସନ୍ ପାଇଛନ୍ତି ହେଲା। ତେଣୁକରି ଆପଣମାନଙ୍କର ନାଁକୁ ମଧ୍ୟ ଚେକ୍ କରନ୍ତୁ, କିଏ ପ୍ଲମ୍ବରରେ, କିଏ ବାର୍ବରରେ, କିଏ ଟେଲରରେ ପାଇଛନ୍ତି। ଓକେ। ଆଉ ସେମାନେ କ'ଣ କରିବେ, ତାଙ୍କର ଆଡ଼ମିଟ୍ କାର୍ଡ଼ ଆଉ ପାସପୋର୍ଟ ସାଇଜ୍ର ଫଟୋ 4ଟି ଏବଂ ଆଧାର କାର୍ଡ଼ ଅରିଜିନାଲ୍ ଏଜୁକେସନ୍ କ୍ୱାଲିଫିକେସନ୍ ସାର୍ଟିଫିକେଟ୍ ନେଇକରି ସେମାନେ ତାଙ୍କର ହେଡ଼କ୍ୱାର୍ଟରକୁ ନିଶ୍ଚୟ ରିପୋର୍ଟିଂ କରିବେ ବୁଝିହେଲା। ପ୍ରତ୍ୟେକ ଜିଲ୍ଲାରେ ଯେମିତିକି ଆପଣମାନଙ୍କର ପ୍ରୋସିଜର୍ ରହିଥିଲା ସେଇ ଜିଲ୍ଲାରେ ମଧ୍ୟ ସେମ୍ ପ୍ରୋସିଜର୍ ରହିଛି। ତେଣୁକରି ଓରିଡ୍ ହେବାର କିଛି ନାହିଁ ପିଲାମାନେ ବୁଝିହେଲା। ଯଦି ବି କିଛି ଡାଉଟ୍ ଥିବ ତାହେଲେ କମେଣ୍ଟ ବକ୍ସରେ କମେଣ୍ଟ କରିକି ନିଶ୍ଚୟ ଜଣାଇବେ। ନୂଆ କରିକି ଯଦି ଆସିଥାନ୍ତି ତାହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ, ବେଲ୍ ଆଇକନ୍ର ଅଲ୍ ନୋଟିଫିକେସନ୍ ଅନ୍ କରିଦେବେ, ଆଉ ଭିଡ଼ିଓକୁ ଲାଇକ୍ କରିବେ, ସାଙ୍ଗମାନଙ୍କ ନିକଟକୁ ସେୟାର କରିବେ, ମତାମତ ଦେବାକୁ ଜମା ଭୁଲିବେନି। ଧନ୍ୟବାଦ।